ଗ୍ରାଚ୍ୟୁଟି ଟଙ୍କା ପାଇଁ ନୂଆ ନିୟମ। ତିନୋଟି ଭୁଲ ପାଇଁ ମିଳିବନି ଗ୍ରାଚ୍ୟୁଟି ଟଙ୍କା। ଏହି ଭୁଲ ଡାକି ଆଣିବ ବଡ଼ ବିପଦ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଗ୍ରାଚ୍ୟୁଟି ହେଉଛି ସେମାନଙ୍କର କଠିନ ପରିଶ୍ରମର ଫଳ। ପାରମ୍ପରିକ ନିୟମ ଅନୁଯାୟୀ ଯେକୌଣସି କମ୍ପାନୀରୁ ଗ୍ରାଚ୍ୟୁଟି ପାଇବା ପାଇଁ କ୍ରମାଗତ 5 ବର୍ଷ କାମ କରିବା ବାଧ୍ୟତାମୂଳକ ଥିଲା। କିନ୍ତୁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂତନ ଶ୍ରମ ସଂହିତା ସମ୍ପୂର୍ଣ୍ଣ ଆଲୋଚନାକୁ ବଦଳାଇ ଦେଉଛି। ନୂତନ ନିୟମ କର୍ମଚାରୀମାନଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି, କିନ୍ତୁ ଏହା ସହିତ ଏପରି କିଛି ସର୍ତ୍ତ ମଧ୍ୟ ଯୋଡ଼ାଯାଇଛି ଯେଉଁଠାରେ ଏକ ଛୋଟ ଭୁଲ ଆପଣଙ୍କ ବର୍ଷ ବର୍ଷର ରୋଜଗାରକୁ ନଷ୍ଟ କରିପାରେ। ଆସନ୍ତୁ ଗ୍ରାଚ୍ୟୁଟିର ନୂତନ ଗଣିତ ଏବଂ ଏହାର ବିପଦକୁ ବୁଝିବା। ନୂତନ ସମୟ ସଂହିତାରେ ସବୁଠାରୁ ବଡ଼ ଐତିହାସିକ ପରିବର୍ତ୍ତନ ସ୍ଥାୟୀ ଅବଧି କର୍ମଚାରୀଙ୍କ ପାଇଁ। ପୂର୍ବରୁ 5 ବର୍ଷର କଟକଣା ଯୋଗୁଁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଗ୍ରାଚ୍ୟୁଟି ଆକାରରେ ଗୋଟିଏ ଟଙ୍କା ମଧ୍ୟ ପାଉନଥିଲେ। ଏବେ ଯଦି ଆପଣ କୌଣସି କମ୍ପାନୀ ସହିତ ଏକ ସ୍ଥିର ଅବଧି ଚୁକ୍ତିରେ ଅଛନ୍ତି, ତେବେ ଆପଣ କେବଳ ଗୋଟିଏ ବର୍ଷ ଚାକିରି ପରେ ଗ୍ରାଚ୍ୟୁଟି ପାଇଁ ଯୋଗ୍ୟ ହେବେ। ନୂତନ ନିୟମ ଅନୁଯାୟୀ ଆପଣଙ୍କର ବେସିକ୍ ସାଲାରୀ ଏବଂ ମହଙ୍ଗା ଭତ୍ତା ମିଳିତ ଭାବରେ ଆପଣଙ୍କର ସିଟିସିର ଅତି କମ୍ରେ 50% ହେବା ଆବଶ୍ୟକ। ପୂର୍ବରୁ କମ୍ପାନୀଗୁଡ଼ିକ ଜାଣିଶୁଣି ବେସିକ୍ ସାଲାରୀକୁ କମ୍ ରଖୁଥିଲେ ଏବଂ ଆଲାଉନ୍ସକୁ ବୃଦ୍ଧି କରୁଥିଲେ, ଯାହାଫଳରେ ଗ୍ରାଚ୍ୟୁଟି ପରିମାଣ କମ୍ ହେଉଥିଲା। ଏବେ ବେସିକ୍ ସାଲାରୀ ବୃଦ୍ଧି ପାଇବା ସହିତ ଆପଣଙ୍କର ଗ୍ରାଚ୍ୟୁଟି ପରିମାଣ ସ୍ୱୟଂଚାଳିତ ଭାବରେ ଯଥେଷ୍ଟ ହୋଇଯିବ। ତେବେ ଗ୍ରାଚ୍ୟୁଟି ଆପଣଙ୍କର ଆଇନଗତ ଅଧିକାର, କିନ୍ତୁ ଅଫିସରେ ହୋଇଥିବା ଏହି ତିନୋଟି ଅପରାଧ ଆପଣଙ୍କର ସମ୍ପୂର୍ଣ୍ଣ ଟଙ୍କାକୁ ଫ୍ରିଜ୍ କରିପାରେ। ପ୍ରଥମରେ, ଚୋରି କିମ୍ବା ଠକେଇ। ଯଦି କୌଣସି କର୍ମଚାରୀ ଲାଞ୍ଚ ନେଉଥିବା, ଟଙ୍କା ହଡପ କରୁଥିବା କିମ୍ବା ଜାଲ ଡକ୍ୟୁମେଣ୍ଟ ମାଧ୍ୟମରେ କମ୍ପାନୀକୁ ଠକୁଥିବା ଧରାପଡ଼େ, ସହକର୍ମୀମାନଙ୍କୁ ଆକ୍ରମଣ କରିବା, ମହିଳା କର୍ମଚାରୀଙ୍କ ସହିତ ଖରାପ ବ୍ୟବହାର କରିବା କିମ୍ବା ଅଫିସ ଶୃଙ୍ଖଳା ଭଙ୍ଗ କରିବା ଆଦି ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହେବ। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ କମ୍ପାନୀ 100% ଗ୍ରାଚ୍ୟୁଟି କାଟିପାରିବ। ଯଦି ଆପଣଙ୍କ ଅବହେଳା ଯୋଗୁଁ କମ୍ପାନୀ ସିଧାସଳଖ ଆର୍ଥିକ କ୍ଷତି ସହେ, ତେବେ କମ୍ପାନୀ ଆପଣଙ୍କ ଗ୍ରାଚ୍ୟୁଟିରୁ ସେହି କ୍ଷତିର କ୍ଷତିପୂରଣ କରାଇପାରେ। କୌଣସି କମ୍ପାନୀ ଇଚ୍ଛା ଅନୁସାରେ କିମ୍ବା ବ୍ୟକ୍ତିଗତ ଲାଭ ପାଇଁ ଆପଣଙ୍କର ଗ୍ରାଚ୍ୟୁଟି ଅଟକାଇ ପାରିବ ନାହିଁ। ଏଥିପାଇଁ ଏକ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଆବଶ୍ୟକ। କମ୍ପାନୀ ଆପଣଙ୍କ ବିରୋଧରେ ଦୃଢ଼ ପ୍ରମାଣ ଉପସ୍ଥାପନ କରିବ ଏବଂ ଆପଣଙ୍କୁ ଆପଣଙ୍କର ନିର୍ଦ୍ଦୋଷତା ପ୍ରମାଣିତ କରିବା ପାଇଁ ପୂର୍ଣ୍ଣ ସୁଯୋଗ ଦେବ। ଯଦି ଅଭିଯୋଗ ପ୍ରମାଣିତ ନ ହୁଏ ଏବଂ କମ୍ପାନୀ ବିନା କାରଣରେ ଟଙ୍କା ଅଟକାଇ ଦିଏ, ତେବେ ବକେୟା ରାଶି ଉପରେ ଯଥେଷ୍ଟ ସୁଧ ଦେବାକୁ କମ୍ପାନୀ ବାଧ୍ୟ ହେବ ବୋଲି କୁହାଯାଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।